ଭାଇମାନେ ଜୟ ଭୀମ। ସମସ୍ତଙ୍କୁ ମୋର ଶୁଭ ସକାଳ। ଦେଖନ୍ତୁ ଆଜିକାଲି ଆମ ଯେ ପ୍ରକାର ଓଡ଼ିଶାରେ ଚାକିରିର ଅଭାବ, ଏବେ ଦେଖିପାରୁଥିବେ ହୋମଗାର୍ଡ଼ ପାଇଁ 104 ଜଣ 107ଟା ପୋଷ୍ଟ ବାହାରରେ 4000 5000 ପିଲା କରୁଛନ୍ତି। ଦେଖନ୍ତୁ ଯଦି ଏଇ ପ୍ରକାର ହେବ ତାହେଲେ ଆମର ଭବିଷ୍ୟତ ଅନ୍ଧାର ହେବ। ଆମେ ଯେତେ ପାଠ ପଢ଼ିଲେ ମଧ୍ୟ କିଛି ଫାଇଦା ହେବ ନାହିଁ। ଯଦି ସମସ୍ତେ ଏକଜୁଟ ହେଇ ସରକାରଙ୍କ ବିରୁଦ୍ଧରେ ଧାରଣା ଦେବା କି ଓଡ଼ିଶାରେ ବେକାରୀ ସମସ୍ୟା ବଢ଼ୁଛି, ଏତେ ଗୁଡ଼ିଏ ଇଣ୍ଡଷ୍ଟ୍ରି ଅଛି, ଏତେ ଗୁଡ଼ିଏ ଫ୍ୟାକ୍ଟ୍ରି ଅଛି, କାହିଁକି ଜବ୍ ମିଳୁନାହିଁ? ତ ସେଟା ବି ଟିକେ ଭାବ ଭାଇମାନେ। ଦେଖ ସମସ୍ତେ ଏକଜୁଟ ହେବା ଯଦି ଆମେ ଓଡ଼ିଶାକୁ ଚେଞ୍ଜ କରିପାରିବା। ଆମେ ଏତେ ଗୁଡ଼ିଏ ଏଜୁକେଟେଡ଼ ପିଲାମାନେ ଅଛୁ, କାହିଁରେ କାହିଁ OS IAS ସବୁ କିଛି ବାହାରି ପାରିବା, କିନ୍ତୁ ଆମର ପଇସା ଅଭାବ ଯୋଗୁଁ ଏତେ ପଇସା ଇନଭେଷ୍ଟ କରି ଆମେ ଡିଗ୍ରୀ କମ୍ପ୍ଲିଟ୍ କରୁଛୁ। ଡିଗ୍ରୀ କମ୍ପ୍ଲିଟ୍ କଲା ପରେ ଯାଇକି ବି ଗୋଟେ ଜବ୍ ମିଳିପାରୁନି। କମ୍ପ୍ୟୁଟର କମ୍ପ୍ଲିଟ୍ କରିଥାଉଛୁ, କମ୍ପ୍ୟୁଟର ସାଇନ୍ସ କରୁଛନ୍ତି ପିଲାମାନେ, ITI ଡିପ୍ଲୋମା କରି ବସିଥାଉଛନ୍ତି। ତ ଦେଖ ଭାଇ, ତମେ ଯଦି ସମସ୍ତେ ଏକଜୁଟ ହେବା ତାହେଲେ ଆମେ